ବିଜୁ ଜନତା ଦଳକୁ ହାଇ ଭୋଲ୍ଟେଜ ଝଟକା। ଦଳରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡି ଛାଡ଼ି ପଦ୍ମ ପୋଖରୀରେ ବୁଡ଼ ପକାଇବେ ଦେବାଶିଷ। ନବୀନଙ୍କୁ ଲେଖିଲେ ଇସ୍ତଫା ପତ୍ର, ଝାଡ଼ିଲେ ଅସନ୍ତୋଷ। ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଲେଖିଛନ୍ତି ଦେବାଶିଷ। ତିନି ଥରର ବିଧାୟକ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। ତେବେ ବିଜେଡିରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡ଼ିବାକୁ ନେଇ କଟାକ୍ଷ କରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଦେବାଶିଷ ବର୍ତ୍ତମାନ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ। ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ମଧ୍ୟ ହୋଇଥିଲେ ଦେବାଶିଷ। ଏହା ପୂର୍ବରୁ ତିର୍ତ୍ତୋଲରୁ ମଧ୍ୟ ସେ ବିଜେଡିର ବିଧାୟକ ଥିଲେ। ତେବେ ଦଳରୁ ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ଦେବାଶିଷ। ସେ କହିଛନ୍ତି, ଦଳରେ ମୋତେ ଅନେକ ଦିନ ଧରି ଅଣଦେଖା କରାଯାଉଥିଲା। ମୋତେ ଲାଗୁଥିଲା ଦଳ ମୋଠାରୁ କୌଣସି ସେବା ଚାହୁଁନି। ଲୋକଙ୍କ ସ୍ୱାର୍ଥ ପାଇଁ ଏଭଳି କଠିନ ନିଷ୍ପତ୍ତି ନେଇଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ସେପଟେ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁଭାଷ ସିଂ। ସେ କହିଛନ୍ତି, ବିଜେଡି ତାଙ୍କୁ ସବୁ ଦେଇଛି। ସେ ବିଜେଡିକୁ ଚିପୁଡ଼ି ସାରିଛନ୍ତି। ସେ ବିଜେପି ଜାଲରେ ପଡ଼ିଛନ୍ତି। ବିଜେଡି ସଂଗଠନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବିଜେଡି ଆହୁରି ମଜବୁତ ହେବ। ଲୋକଙ୍କର ନବୀନଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଅଛି। ଦେବାଶିଷ 2 ବର୍ଷ ତଳୁ ବିଜେଡିରେ ନଥିଲେ, ଏବେ କେବଳ ଇସ୍ତଫା ଦେଲେ। ତେବେ ଦେଖିବାକୁ ବାକି ରହିଲା ଦେବାଶିଷଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତିରେ ଏହାର କ'ଣ ପ୍ରଭାବ ପଡ଼ୁଛି। ବର୍ତ୍ତମାନ ବିଜୁ ଜନତା ଦଳର ଏଭଳି ଅବସ୍ଥା ପାଇଁ ଦାୟୀ କିଏ? ଆପଣମାନେ ନିଜର ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ।